ଆପଣ ପରିଚୟ? ମୁଁ ସନ୍ତୋଷ କୁମାର ପତି ବିଶ୍ୱ ପରିଷଦ ବଜରଙ୍ଗ ଦଳର ଜିଲ୍ଲା ସୁରକ୍ଷା ପ୍ରମୁଖ କଣ ଅଛି। କହିବା ଆଜି ବାବା ସିଦ୍ଧେଶ୍ୱରଙ୍କ ପୀଠ ଯୋଉ ସଫେଇ କାର୍ଯ୍ୟକ୍ରମ ଯୋଉ କରୁଛନ୍ତି ଏକ ମହାନ କାର୍ଯ୍ୟ କାର୍ଯ୍ୟ କରିବା କାହାର ନିର୍ଦ୍ଦେଶ ଥିଲା ନା ଆପଣଙ୍କର ନିଜ ଇଚ୍ଛା ଅନୁସାରେ? ଆମର ନିଜ ଇଚ୍ଛା ହିସାବରେ ଆମେ କରୁଛୁ। ମାସେ ହେଲା ଆମେ କରି ଆସୁଛୁ। 5ଟି ମନ୍ଦିର କରାସାରିଲା ପରେ ଆଜି ସିଦ୍ଧେଶ୍ୱର ମନ୍ଦିର କରୁଛୁ। ଆଗାମୀ ଦିନ ଏ କାର୍ଯ୍ୟକ୍ରମ ଜାରି ରହିବ। ଆଉ ଆମେ ଟୋଟାଲି ମନ୍ଦିର ସଫାସୁତୁରା ଭଲ ମନ୍ଦ କରିକି ଆମେ ସରକାରକୁ ବି କହିବୁ, ଯେଉଁ ମନ୍ତ୍ରଣା କହିଲେ ସେ ବିଷୟରେ ବି ଆମେ ଆଲୋଚନା କରିଥିଲୁ। ଯେମିତି ସଂଗଠନକୁ କିଛି ଇଏ ଦିଅନ୍ତୁ, ମନ୍ଦିର କାର୍ଯ୍ୟ କେମିତି ଆମେ ଭଲସେ କରିପାରିବୁ। ମନ୍ଦିର ଭାଙ୍ଗି ଯାଉଛି, ଆଜିକାଲି ମନ୍ଦିର ଅବସ୍ଥା ବହୁତ ଖରାପ ହେଲାନି, ସେମିତି ଠିକ୍ଠାକ୍ ହିଁ ରହିବ। କାର୍ଯ୍ୟକର୍ତ୍ତା ମାନେ ଦୂର ଦୂରାନ୍ତର ଆସି ପ୍ରକାର କାର୍ଯ୍ୟରେ ସହଯୋଗ କରୁଛନ୍ତି, କଣ ରଖିବ ସେମାନଙ୍କ ପାଇଁ ବାର୍ତ୍ତା? ଜୟ ଶ୍ରୀରାମ, ଜୟ ବାବା ସିଦ୍ଧେଶ୍ୱରନାଥ। ପ୍ରଭୁଦେବ ପଣ୍ଡା ବଜରଙ୍ଗ ଦଳ ମହାବିଦ୍ୟାଳୟ ସମ୍ପର୍କ ଯାଜପୁର ଜିଲ୍ଲା। ଆଜି ଏହି ପବିତ୍ର ପୀଠ ସିଦ୍ଧେଶ୍ୱର ପୀଠରେ ବିଶ୍ୱ ହିନ୍ଦୁ ପରିଷଦ ବଜରଙ୍ଗ ଦଳ ତରଫରୁ ସଫେଇ କାର୍ଯ୍ୟକ୍ରମ ହୋଇଯାଇଛି। ଦୀର୍ଘ 1 ମାସ ହେଲା ବଜରଙ୍ଗ ଦଳ ତରଫରୁ 10 ପ୍ରଖଣ୍ଡ ତରଫରୁ ବିଭିନ୍ନ ମନ୍ଦିର ମଠ ସଫେଇ କାର୍ଯ୍ୟକ୍ରମ ଚାଲିଛି। ଆଗାମୀ ଦିନରେ ବି ବଜରଙ୍ଗ ଦଳ ତରଫରୁ ଏମିତି ସଫେଇ କାର୍ଯ୍ୟକ୍ରମ ନିଶ୍ଚିତ ରୂପେ ଚାଲିବ। ଏ କାର୍ଯ୍ୟ ହେଲା ଦେବତାଙ୍କ କାର୍ଯ୍ୟ। ଏ ମନ୍ଦିର ମଠ ମନ୍ଦିର ହେଲା ହିନ୍ଦୁ ଧର୍ମର ମନ୍ଦିର, ସେଥିପାଇଁ ବଜରଙ୍ଗ ଦଳ କାର୍ଯ୍ୟକର୍ତ୍ତା ମାନେ ସେବା ନିମନ୍ତେ ସଫେଇ କାର୍ଯ୍ୟକ୍ରମ କରୁଛୁ। କାର୍ଯ୍ୟର ଉଦ୍ଦେଶ୍ୟ ହେଲା ସବୁ ଯୁବକ ବନ୍ଧୁମାନଙ୍କୁ ଏକତ୍ରିତ କରିବା, ସେବା କାର୍ଯ୍ୟରେ ସାମିଲ କରିବା। ଏ ହେଲା ବଜରଙ୍ଗ। ଆପଣ ପରିଚୟ? ଜୟ ଶ୍ରୀରାମ, ମୁଁ ଅମରଜିତ ତ୍ରିପାଠୀ, 10 ପ୍ରଖଣ୍ଡ ଗୋ ସୁରକ୍ଷା ପ୍ରମୁଖ। କଣ କହିବା ଆଜିର ସଫେଇ କାର୍ଯ୍ୟକ୍ରମ? এই ସଫେଇ କାର୍ଯ୍ୟ ମଠ ମନ୍ଦିରର ସଫେଇ କାର୍ଯ୍ୟ ଚାଲିଛି। 10 ପ୍ରଖଣ୍ଡ ବଜରଙ୍ଗ ଦଳ ସବୁଦିନ ପାଇଁ ମଠ ମନ୍ଦିର ଏବଂ ମାନେ ଭଗବାନଙ୍କ କାର୍ଯ୍ୟରେ ନିଜ ଜୀବନକୁ ସମର୍ପିତ କରିଦେଇଛି। ଏବଂ 10 ପ୍ରଖଣ୍ଡର ସମସ୍ତ ଭାଇମାନେ ଆସି ଏଠି ବହୁମୂଲ୍ୟ ସମୟ ଦେଇଥିବାରୁ ସେମାନଙ୍କୁ ବହୁତ ବହୁତ ଧନ୍ୟବାଦ। ଆଉ ଆଶା କରୁଛି ଆଗକୁ ଆମେ ହଉ ଏବଂ ଆମଠୁ ବି ଯେଉଁ ଛୋଟ ପିଲା ରହିଲେ ସେମାନଙ୍କୁ ବି ଆମେ ଆଣି ବଜରଙ୍ଗ ଦଳରେ ସାମିଲ କରିବୁ ଏବଂ ମଠ ମନ୍ଦିର କାର୍ଯ୍ୟରେ ଲଗେଇବୁ ଏବଂ ଗୋମାତାଙ୍କର ରକ୍ଷା